ନମସ୍କାର ବନ୍ଧୁଗଣ। ଶନି ଭଗବାନଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଯଦି ଶନିଦେବଙ୍କ କୌଣସି ରାଶିର ଜାତକ ଉପରେ ଖରାପ ନଜର ପଡ଼ିଯାଏ, ତେବେ ସେହି ରାଶିର ମଣିଷ ନିଜର ସବୁ ସମସ୍ୟାକୁ ସଜାଡ଼ିବାରେ ସମ୍ପୂର୍ଣ୍ଣ ଜୀବନ କଟିଯାଏ। ଯଦି ଶନିଦେବଙ୍କ କୃପା ଦୃଷ୍ଟି ପଡ଼ିଯାଏ, ତେବେ ସେହି ମଣିଷ ଖୁବ୍ କମ୍ ପରିଶ୍ରମରେ ନିଜର ଜୀବନରେ ହିଁ ସବୁ ପ୍ରକାର ସୁଖ ପ୍ରାପ୍ତି କରିଥାଏ। ତେବେ ସେହିଠାରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ ଏବଂ ପ୍ରତ୍ୟେକ ମଣିଷ ଏହା ଚାହିଁଥାଏ ଯେ ତାହା ଉପରେ ମା ଲକ୍ଷ୍ମୀଙ୍କ ଅପାର କୃପା ବନି ରହୁ, ଯେମିତିକି ତାର ଜୀବନରେ କେବେ ବି ଧନର ଅଭାବ ନ ରହୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଚଳନ ଦ୍ୱାରା ହିଁ ଏଭଳି ମହାସଂଯୋଗ ବନୁଅଛି କି ଆସନ୍ତାକାଲିଠାରୁ ମା ଲକ୍ଷ୍ମୀ ଏବଂ ଧନର ଦେବୀ ଏକା ସହିତ କିଛି ରାଶିମାନଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି, ଯାହାଫଳରେ ସେହି ରାଶିର ଲୋକମାନଙ୍କ ଭାଗ୍ୟ ଏହି ନୂଆ ବର୍ଷ ଆରମ୍ଭରୁ ଚମକିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ଜୀବନରେ କ'ଣ ସବୁ ଲାଭ ହେବାକୁ ଯାଉଛି। ଦର୍ଶକ ବନ୍ଧୁ, ମେଷ ରାଶି। ଏହି ରାଶିର ବ୍ୟକ୍ତିମାନଙ୍କ ଖରାପ ସମୟ ଏବେ ଶେଷ ହୋଇସାରିଛି। ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିଦେବ ନିଜର କୃପା ଦୃଷ୍ଟି ରଖିବେ ଏବଂ ଏହି ରାଶିର ବ୍ୟକ୍ତିମାନଙ୍କୁ ମାନ ସମ୍ମାନର ପ୍ରାପ୍ତି ହେବ। ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଅଛି। ଏହା ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ। ଆପଣମାନେ ନିଜ ଶତ୍ରୁମାନଙ୍କ ଠାରୁ ବିଜୟ ଲାଭ କରିବେ। ଘର ପରିବାରରେ ଖୁସିର ବାତାବରଣ ଲାଗି ରହିବ। ଦର୍ଶକ ବନ୍ଧୁ, କର୍କଟ ରାଶି। ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନି ମହାରାଜଙ୍କ କୃପା ଦୃଷ୍ଟି ଲଗାତାର ଭାବରେ ରହିବ। ଆପଣମାନଙ୍କ ଜୀବନରେ ଯାହା ସବୁ ସମସ୍ୟାଗୁଡ଼ିକ ରହିଥିଲା, ତାହା ସବୁ ସମସ୍ୟାଗୁଡ଼ିକର ଅନ୍ତ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣମାନଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତି ହେବ। ଆପଣଙ୍କୁ ଆପଣଙ୍କର କିଛି ସାଙ୍ଗ ଏବଂ ବନ୍ଧୁମାନଙ୍କ ଠାରୁ ଲାଭ ମିଳିପାରେ। ଗୁରୁଜନମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଦର୍ଶକ ବନ୍ଧୁ, ବିଛା ରାଶି। ଏହି ରାଶିର ଲୋକମାନଙ୍କୁ ନୂଆ ବର୍ଷ ଆରମ୍ଭରୁ ମନ ଚାହୁଁଥିବା ଚାକିରି ମିଳିବ। ଏହା ସହିତ ଲୋକମାନଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗାମୀ ସମୟରେ ପୂରଣ ହେବ। ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ କଷ୍ଟ ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଆପଣଙ୍କ ଜୀବନରୁ କେହି ବି ସଫଳତା ପ୍ରାପ୍ତି ହେବାରୁ କେହି ବି ଅଟକାଇ ପାରିବେ ନାହିଁ। ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ଚାକିରି କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଦର୍ଶକ ବନ୍ଧୁ, କନ୍ୟା ରାଶି। ଆପଣଙ୍କ ଉଦ୍ଧାର ଶନି ମହାରାଜ ମଧ୍ୟ କରିବେ, କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ଆପଣଙ୍କୁ ଆପଣଙ୍କ ସମୟ ନିଜ ଜୀବନସାଥୀଙ୍କ ସହିତ କାଟିବାକୁ ପଡ଼ିବ। ତେବେ ଯାଇ ଶନିଦେବଙ୍କ କୃପା ଦ୍ୱାରା ଆପଣଙ୍କ ସାରା ଜୀବନ ସୁଖମୟରେ କଟିବ ଏବଂ ଆପଣଙ୍କ ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ।
ଯଦି ଆପଣଙ୍କ ଏବେ ପର୍ଯ୍ୟନ୍ତ ବିବାହ ହୋଇନାହିଁ, ତେବେ ଆପଣ ଆପଣଙ୍କ ମାତା ପିତାଙ୍କ ସହିତ ଅଧିକ ସମୟ କାଟିବାକୁ ଚେଷ୍ଟା କରନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣମାନଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତି ହେବ। ଆପଣଙ୍କୁ ଆପଣଙ୍କର କିଛି ସାଙ୍ଗ ଏବଂ ବନ୍ଧୁମାନଙ୍କ ଠାରୁ ଲାଭ ମିଳିପାରେ। ଗୁରୁଜନ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଦର୍ଶକ ବନ୍ଧୁ ସିଂହ ରାଶି, ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିଦେବ ଖୁସିପୂର୍ଣ୍ଣ ରହିବ। ଖାସ୍ କରି ଯେଉଁ ବ୍ୟକ୍ତିମାନେ ବେପାରୀ ଅଟନ୍ତି, ସେମାନଙ୍କ ବେପାର କ୍ଷେତ୍ରରେ ଭଲ ଲାଭ ମିଳିବାର ସୁଯୋଗ ରହିଅଛି। ଆପଣଙ୍କୁ ଆପଣଙ୍କ ଜୀବନରେ ଅନେକ ପ୍ରକାରର ସଫଳତା ପ୍ରାପ୍ତି ହେବ। ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଆପଣଙ୍କ ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରିବ। ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ଏବେ ପର୍ଯ୍ୟନ୍ତ ବିବାହ ହୋଇନାହିଁ, ତେବେ ଆପଣ ଆପଣଙ୍କ ମାତା ପିତାଙ୍କ ସହିତ ଅଧିକ ସମୟ କାଟିବାକୁ ଚେଷ୍ଟା କରନ୍ତୁ। ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ଚାକିରି କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣମାନଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତି ହେବ। ଆପଣଙ୍କୁ ଆପଣଙ୍କର କିଛି ସାଙ୍ଗ ଏବଂ ବନ୍ଧୁମାନଙ୍କ ଠାରୁ ଲାଭ ମିଳିପାରେ। ଗୁରୁଜନମାନଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ କରିପାରିବେ। ଦର୍ଶକ ବନ୍ଧୁ, ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଅଛି। ଏହା ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ। ଆପଣମାନେ ନିଜ ଶତ୍ରୁମାନଙ୍କ ଠାରୁ ବିଜୟ ଲାଭ କରିବେ। ଘର ପରିବାରରେ ଖୁସିର ବାତାବରଣ ଲାଗି ରହିବ।